ଦର୍ଶକ ବନ୍ଧୁ ଧ୍ୟାନରେ ଶୁଣନ୍ତୁ। 1 ନମ୍ବର, ଯେଉଁ କନ୍ୟାର ହାତ ଓ ଗୋଡ଼ରେ ଅଧିକ କେଶ ରହିଥାଏ ସେ କନ୍ୟା କ୍ରୋଧୀ, କ୍ରୂର ଓ ଈର୍ଷାପରାୟଣୀ ହୋଇଥାଏ। 2 ନମ୍ବର, ଯେଉଁ କନ୍ୟାର ନାକ ତଳକୁ କେଶ ରହିଥାଏ ସେ କନ୍ୟା ଉଚ୍ଚ ଅଭିଳାଷୀ ହୋଇଥାଏ। 3 ନମ୍ବର, ଯେଉଁ କନ୍ୟାର ପେଟରେ ଅଧିକ କେଶ ରହିଥାଏ ସେ କନ୍ୟା କଳହପ୍ରିୟ ଓ ଚରିତ୍ରହୀନା ହୋଇଥାଏ। 4 ନମ୍ବର, ଯେଉଁ କନ୍ୟାର ଛାତିରେ ଅଧିକ କେଶ ରହିଥାଏ ସେ କନ୍ୟା ସ୍ୱାର୍ଥପର ଓ ଲଜ୍ଜାହୀନତା ହୋଇଥାଏ। 5 ନମ୍ବର, ଯେଉଁ କନ୍ୟାର ଆଇବ୍ରୋ କେଶ ପରସ୍ପର ଲଗାଲଗି ହୋଇ ରହିଥାଏ ସେ କନ୍ୟାଙ୍କୁ କେବେ ବି ଧନର ଅଭାବ ହୋଇନଥାଏ। 6 ନମ୍ବର, ମନେ ରଖନ୍ତୁ, ଯେଉଁ କନ୍ୟାର ଆଖି ପଲକରେ ଦେଖିବେ ଛୋଟ ଓ କଳା କେଶ ହୋଇଥାଏ ସେ କନ୍ୟା ସୌଭାଗ୍ୟଶାଳୀ ହୋଇଥାଏ, ଜାଣି ରଖନ୍ତୁ। 7 ନମ୍ବର, ଯେଉଁ କନ୍ୟାର କେଶ ଲମ୍ବା ଓ ଘନ ହୋଇଥାଏ ସେ କନ୍ୟା ସୌଭାଗ୍ୟବତୀ ହୋଇଥାଏ। 8 ନମ୍ବର, ଯେଉଁ ଲୋକଙ୍କର ଡାହାଣ ପାଦରେ ତିଳ ଚିହ୍ନ ଥାଏ ସେ ଜ୍ଞାନବଦ୍ଧ ଓ ଧର୍ମପରାୟଣ ହୋଇଥାଏ। 9 ନମ୍ବର, କାନ ମଧ୍ୟରେ ଯେଉଁ ଲୋକର କଳା ଯାଇ ରହିଥାଏ ସେ ଲୋକ ସୁଖ ସମ୍ପଦ ପ୍ରାପ୍ତ କରିଥାଏ ଏବଂ ଭାଗ୍ୟଶାଳୀ ହୋଇଥାଏ। 10 ନମ୍ବର, ଯେଉଁ ଲୋକ ବାମ ବକ୍ଷରେ କଳା ଯାଇ ଥିଲେ ସେ ଲୋକ ଗର୍ବୀ ହୋଇଥାଏ ଏବଂ ପରଧନ ପ୍ରାପ୍ତ କରିଥାଏ। 11 ନମ୍ବର, ଡାହାଣ ହାତ କହୁଣୀ ଉପରେ କଳା ଯାଇଥିଲେ ସେ ଲୋକ ଖରାପ କାର୍ଯ୍ୟରେ ମନ ବଳାଇଥାଏ। 12 ନମ୍ବର, ଯେଉଁ ଲୋକଙ୍କ ବାମ ହାତ କହୁଣୀ ତଳେ କଳାଜାଇ ଚିହ୍ନ ରହିଥାଏ ସେ ବହୁଭାକ୍ଷୀ ହୁଏ ଓ ସୁଖ ଭୋଗ କରିଥାଏ। 13 ନମ୍ବର, ଯେଉଁ ଲୋକଙ୍କ ମୁହଁର ଡାହାଣ ପାଖରେ କଳା ଯାଇଥାଏ ସେ ପରୋପକାରୀ ଏବଂ ମାନ ଓ ସମ୍ମାନର ଅଧିକାରୀ ହୋଇଥାଏ। 14 ନମ୍ବର, ଯେଉଁ ଲୋକଙ୍କ ମୁହଁର ବାମ ପାର୍ଶ୍ୱରେ କଳା ଯାଇଥାଏ ତାଙ୍କୁ ଜୀବନସାରା ସୁଖ ଶାନ୍ତି ଭୋଗ ହୋଇଥାଏ। 15 ନମ୍ବର, ପିଜୁଳି ପତ୍ରକୁ ପାଣିରେ ଭଲ ଭାବେ ସିଝାଇ ସେ ପାଣିକୁ ମୁଣ୍ଡରେ ଲଗାଇଲେ ମୁଣ୍ଡରୁ ଚୁଟି ଉପୁଡ଼ୁଥିବା ବନ୍ଦ ହୋଇଯାଏ। 16 ନମ୍ବର, ଉଷୁମ ପାଣିରେ ମହୁ ଏବଂ ଲେମ୍ବୁ ରସ ମିଶାଇ ପିଇଲେ ଖାସ ଓ ଛିଙ୍କରୁ ରକ୍ଷା ମିଳିଥାଏ, ଜାଣି ରଖନ୍ତୁ। 17 ନମ୍ବର, ଉଷୁମ କ୍ଷୀରରେ 1 ଚାମଚ ହଳଦୀ ମିଶାଇ ପିଇଲେ ଖାସ ଓ ଛିଙ୍କ ଦୂର ହୋଇଥାଏ। 18 ନମ୍ବର, ଶୋଇଲା ବେଳେ ଖାସ ଓ ଛିଙ୍କ ହେଲେ ମୁଣ୍ଡ ତଳେ ତକିଆ ଦେଇ ଶୋଇଲେ କିଛି ପରିମାଣରେ କମି ଯାଇଥାଏ। 19 ନମ୍ବର, କେବେ ବି କାହାରିକୁ ସିଧା ହାତରେ ଲୁଣ ଦିଅନ୍ତୁ ନାହିଁ, ଏହାଦ୍ୱାରା ଝଗଡ଼ା ଲାଗିଥାଏ। 20 ନମ୍ବର, ପ୍ରତ୍ୟେକ ଦିନ ପାଣିରେ ଲୁଣ ପକାଇ ଘର ପୋଛିଲେ ଭାଗ୍ୟରେ ପରିବର୍ତ୍ତନ ହୋଇ ସୌଭାଗ୍ୟ ଆସିଥାଏ। 21 ନମ୍ବର, ଟିକେ ଲୁଣ ନେଇ ମୁଣ୍ଡ ଚାରିପଟେ ବୁଲାଇ ବାହାରକୁ ଫିଙ୍ଗିଦେଲେ ଅଶୁଭ ଦୃଷ୍ଟି କଟି ଯାଇଥାଏ। 22 ନମ୍ବର, ସପ୍ତାହକୁ ଥରୁଟିଏ, ମନେ ରଖିବେ, ସପ୍ତାହକୁ ଥରୁଟିଏ ମିଶ୍ରିଯୁକ୍ତ କ୍ଷୀରି ପରିବାରର ସମସ୍ତେ ଏକାଠି ଖାଇଲେ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। 23 ନମ୍ବର, ଯଦି ଆପଣଙ୍କ ଘରେ କୌଣସି କାର୍ଯ୍ୟ ହୋଇପାରୁନଥାଏ ତେବେ ପାଇଖାନାରେ ଗୋଟିଏ ମୁଠା ଲୁଣ ସବୁଦିନ ପକାନ୍ତୁ। ଦେଖିବେ ଅଧା ରହୁଥିବା କାର୍ଯ୍ୟ ନିଶ୍ଚିନ୍ତ ପୂରଣ ହୋଇଯିବ। 24 ନମ୍ବର, ଯଦି କୌଣସି ଶୁଭ କାର୍ଯ୍ୟରେ ଘରୁ ବାହାରୁଛନ୍ତି ତେବେ ଗୋଟିଏ ଲେମ୍ବୁରେ 4ଟି ଲବଙ୍ଗ ପୋତି ସାଙ୍ଗରେ ନେଇକି ଗଲେ ଶୁଭ ହୋଇଥାଏ। 25 ନମ୍ବର, ଯଦି ଆପଣଙ୍କର କୌଣସି କାମ ହୋଇପାରୁନଥାଏ କିମ୍ବା ଅଟକୁଥାଏ ତେବେ ଗାଈ କାନରେ କହିଦିଅନ୍ତୁ, ନିଶ୍ଚୟ ହୋଇଯିବ। 26 ନମ୍ବର, ଗର୍ଭାବସ୍ଥା ସମୟରେ ଚାଉଳରେ ହଳଦୀ ମିଶାଇ ଘର ଭିତରେ ପକାଇଲେ ସମସ୍ତ ଅଶୁଭ ଶକ୍ତି ଦୂର ହୋଇଥାଏ। 27 ନମ୍ବର, ଯଦି ପୁତ୍ର କିମ୍ବା କନ୍ୟାର ଜାତକରେ ମଙ୍ଗଳ ଦୋଷ ରହିଥାଏ ତେବେ ମଙ୍ଗଳବାର ବ୍ରତ କଲେ ତାହା ଦୂର ହୋଇଥାଏ। 28 ନମ୍ବର, ପାଇଁ ପୁତ୍ର କିମ୍ବା କନ୍ୟା ରାଜି ହେଉନଥାନ୍ତି ତେବେ ତାଙ୍କ ଶୋଇବା ଘର ଉତ୍ତର ପଟରେ କ୍ରିଷ୍ଟାଲ ବଲ୍ କାଚ ପ୍ଲେଟରେ ରଖନ୍ତୁ, ଦେଖିବେ ବିବାହ ପାଇଁ ରାଜି ହୋଇଯିବେ। 29 ନମ୍ବର, ଯଦି ପୁତ୍ର ଓ କନ୍ୟାର ବିବାହ ହୋଇପାରୁନଥାଏ ତେବେ 13 ଦିନ ପର୍ଯ୍ୟନ୍ତ ଅଶ୍ୱତ୍ଥ ଗଛ ମୂଳରେ ପାଣି ଦିଅନ୍ତୁ,
ଶୁଭଫଳ ପ୍ରାପ୍ତ ହୋଇଥାଏ। 30 ନମ୍ବର। ଯଦି କନ୍ୟାର ବିବାହ ହୋଇପାରୁନଥାଏ ତେବେ ହଳଦିଆ କପଡ଼ାରେ ହଳଦୀ ବାନ୍ଧି କନ୍ୟାର ତକିଆ ତଳେ ରଖନ୍ତୁ। ଦେଖିବେ ବିବାହ ନିଶ୍ଚିନ୍ତ ହୋଇଯିବ। 31 ନମ୍ବର। ମଙ୍ଗଳବାର ଦିନ ଗାଈକୁ ମସୁର ଡାଲି ସହିତ ଗୁଡ଼ ମିଶାଇ ଖାଇବାକୁ ଦେଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଥରେ ନିଶ୍ଚୟ କରିକି ଦେଖନ୍ତୁ। 32 ନମ୍ବର। ସକାଳୁ ଉଠି ଗଣେଶଙ୍କ ଉପରେ ନାଲି ରଙ୍ଗର ଫୁଲ ଚଢ଼ାଇଲେ ଘର କରିବା ମନସ୍କାମନା ପୂରଣ ହୋଇଥାଏ। 33 ନମ୍ବର। ଘରର ଛାତ ଉପରେ ଦକ୍ଷିଣ ପୂର୍ବ କୋଣରେ ପକ୍ଷୀମାନଙ୍କ ପାଇଁ ପିଇବା ପାଣି ରଖିଲେ ପରିବାରର ଆୟୁ ବୃଦ୍ଧି ହୋଇଥାଏ। 34 ନମ୍ବର। ସକାଳୁ ଉଷୁମ ପାଣିରେ 1 ଚାମଚ ଗୁଆ ଘିଅ ମିଶାଇ ପିଇଲେ ମନ ସତେଜ ରହିବା ସହିତ ଶରୀରରେ ଚମକ ଆସିଥାଏ। 35 ନମ୍ବର। ବାଦାମ, ମିଶ୍ରି ଓ ମଧୁରୀକୁ ଗୁଣ୍ଡ କରି ରାତିରେ ଖାଇବା ପୂର୍ବରୁ 2 ଚାମଚ ଉଷୁମ ପାଣିରେ ଖାଇଲେ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ। 36 ନମ୍ବର। ଯଦି ପିଲାଙ୍କର ମନ ପାଠରେ ଲାଗୁନଥାଏ ତେବେ ପୂର୍ବ ଦିଗକୁ ମୁହଁ କରି ପାଠ ପଢ଼ିଲେ ପାଠରେ ମନ ଲାଗିଥାଏ। 37 ନମ୍ବର। ପିଲାଙ୍କୁ ପଢ଼ିବା ଘରେ ଶୁଦ୍ଧ ଘିଅ ଦୀପ ଜଳାଇଲେ ଏବଂ ସରସ୍ୱତୀ ଯନ୍ତ୍ର ରଖିଲେ ପିଲାଙ୍କ ପାଠରେ ମନ ଲାଗିଥାଏ ଏବଂ ବିଦ୍ୟା ବୃଦ୍ଧି ବିକଶିତ ହୋଇଥାଏ। 38 ନମ୍ବର। ଶୋଇବା ଶେଯରେ ବସି ବସି ନିଦ୍ରା ଯିବା ଉଚିତ ନୁହେଁ ଏବଂ ସନ୍ଧ୍ୟା ସମୟରେ ଶୋଇବା ଦ୍ୱାରା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ। 39 ନମ୍ବର। ଶୋଇବା ସମୟରେ କେବେ ବି ମସ୍ତକ କିମ୍ବା ପାଦ ଆଡ଼କୁ ଆଲୋକ ପଡ଼ିବା ଉଚିତ ନୁହେଁ ଏବଂ କାନ୍ଥଠାରୁ 3 ହାତ ଦୂରତାରେ ଛାଡ଼ି ଶୋଇବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ। 40 ନମ୍ବର। ଉତ୍ତର ଦିଗକୁ କେବେ ବି ମୁଣ୍ଡ କରି ଶୋଇବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ମସ୍ତିଷ୍କକୁ ରକ୍ତ ସଞ୍ଚାଳନ କମ୍ ହେବା ସହିତ ସ୍ମୃତିଭ୍ରମ ହେବାର ସମ୍ଭାବନା ଦେଖା ଦେଇଥାଏ। 41 ନମ୍ବର। ପ୍ରତ୍ୟେକ ଦିନ ରାତି 10ଟାରେ ବାମ ପଟ ମାଡ଼ି ଶୋଇବା ଉଚିତ ଏବଂ ରାତି 4ଟାରେ ଉଠିବା ଅଭ୍ୟାସ କରିବା ଦ୍ୱାରା ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ। ଦର୍ଶକ ବନ୍ଧୁ, ଭିଡ଼ିଓଟି ଯଦି ଆପଣମାନଙ୍କୁ ପସନ୍ଦ ଆସିଥାଏ ତାହେଲେ ଚ୍ୟାନେଲକୁ ଲାଇକ୍ କରିଦିଅନ୍ତୁ ଏବଂ ସବସ୍କ୍ରାଇବ୍ କରିକି ପାଖରେ ଆସୁଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ, ଯାହାଫଳରେ ଯେତେବେଳେ ବି ମୁଁ ଏମିତି ନୂଆ ନୂଆ ଭିଡ଼ିଓ ଅପଲୋଡ଼ କରିବି ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ରହିଲି, ନମସ୍କାର, ଜୟ ଜଗନ୍ନାଥ।